ନାଇଁ ଏ ଯେଉଁ ଲେଖାଲେଖି ଉପରେ ତ ଗୋଟେ ଜିନିଷ ଯେ ମୁଁ ଭଲ ଭାବେ ଜାଣିଛି ବିକାଶର କୌଣସି ସେମିତି ଦଳୀୟ ଇଏ ନାହିଁ, କିନ୍ତୁ ଏଠି ଯେଉଁ ସମୟରେ ସମିତି ସଭ୍ୟ ମୁଁ ଇଏ ହେଲା ପରେ ଏଇ ଗାଁର ପୁଅ ହିସାବରେ ଏଠି ଯେଉଁ ଅସୁବିଧା ହେଉଥିଲା ଗାଁ ଲୋକ ରାସ୍ତା କଡ଼ରେ ବସିକରି ଭୋଜି ଖାଇବା ଅମସମ ପାଇଁ ସେ ସମୟରେ ମୁଁ ସାର୍ଙ୍କ ସହିତ ଆଲୋଚନା କରିକିରି ତତ୍କାଳୀନ ବିଡ଼ିଓଙ୍କ ଫଣ୍ଡରୁ ଗୋଟେ 10 ଲକ୍ଷ ଆଣିକରି ଏଠି ଗୋଟେ କଲ୍ୟାଣ ମଣ୍ଡପ ପାଇଁ ଯୋଜନା କରାହେଇଥିଲା। ଆଉ ଯେଉଁଟାକି 8,86,000 ଟଙ୍କା ମଧ୍ୟ ସେ ସମୟରେ ବିଲ୍ ହେଇଯାଇଥିଲା। କିନ୍ତୁ ତା ପରବର୍ତ୍ତୀ ସମୟରେ ଯେଉଁ 2ଟା ଫଣ୍ଡ ଡେଭଲପମେଣ୍ଟ ପାଇଁ ଅଣାହେଲା, ଆଉ ଯେଉଁ ବାକି ରହିଥିବା ଫଣ୍ଡ ଏସବୁ ଗୁଡ଼ାକ ଆମେ କାମ ସାରିଥିଲେ ମଧ୍ୟ ସେଗୁଡ଼ାକ ଆଉ କୌଣସି ପ୍ରକାର କର୍ଣ୍ଣପାତ କଲେନି। ଆଉ ବହୁବାର ବିଡ଼ିଓ ସାର୍ଙ୍କୁ ବ୍ୟକ୍ତିଗତ ଭାବରେ ବି ଭେଟିଛୁ, ଆଉ ଜେଇ ସାର୍ଙ୍କ ସହିତ ଭେଟିଛୁ, ଏଇଙ୍କ ସହିତ ଭେଟିଛୁ, କିନ୍ତୁ କୌଣସି ଫଳ ମିଳିଲାନି। ଆଉ ଯେଉଁ ପିଲାମାନେ ମିଳିମିଶିକିରି ଏ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିଥିଲେ ସେମାନେ ନିଜ ନିଜର ସୁନା ବନ୍ଧା ଅମସମ ପକାଇ କରି ସେମାନେ ଇଏ ହେଇକରି ଶେଷକୁ ବିଶେଷ କରି ମୋ ଘରେ ଗୋଟେ ଦିନ ପାଟିତୁଣ୍ଡ ବି ଆସିକରି କଲେ। ଆଉ ପଇସା ପ୍ରକୃତରେ ତୁମେ କହୁନ ନା ଜେଇ ଦେଉନାହାନ୍ତି ନା କ'ଣ ଏସବୁ ଜିନିଷ ଉପରେ। ଆଉ ମୁଁ ଏନକ୍ୱାରି କରିଥିଲି ବି 28 ଅକ୍ଟୋବରରେ ବିଲ୍ ହେଇଥିଲା, କିନ୍ତୁ କୌଣସି କାରଣବଶତଃ ସେ ବିଲ୍ ଆଉ ଆଗକୁ ଗଲା ନାହିଁ। ଆଉ ସେବୁଠୁ ମୁଁ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ସେ ବିଲ୍ ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି, ଯାହାଫଳରେ ମୁଁ ବର୍ତ୍ତମାନ ଲୋକପ୍ରତିନିଧି ହିସାବରେ ମଧ୍ୟ ଗାଁରେ ମୋର ମର୍ଯ୍ୟାଦା ହାନି ହେଉଛି, ଆଉ ମାନେ ଧନ ହାନି, ସମ୍ମାନ ହାନି ଆଉ ପ୍ରାଣପୀଡ଼ା ଏସବୁ ଭିତରେ ଅଛି। ପିସି ଯେହେତୁ ଏତେ ଦିନର କଥା ପିସି ତ ଯାଇଛି, କିନ୍ତୁ ସ୍ପଷ୍ଟ ଭାବରେ ମୋର ମନେ ନାହିଁ। ତେଣୁକରି ଆଂଶିକ ଭାବେ ସେ ଯେଉଁ 66,000 ପ୍ଲସ୍ ଆଉ କ'ଣ କ'ଣ ଯାହା ହେଇଥିବ ସେ ଯାହା ପରସେଣ୍ଟେଜ୍ ସେମିତି କିଛି ମୁଁ ଆଉ କାଲକୁଲେସନ୍ କରିନି। ମୁଁ ବାହାରୁ ଶୁଣୁଛି ରାଜନୈତିକ ଆକ୍ରୋଶ ବୋଲିକରି, ଆଉ କିନ୍ତୁ ମୁଁ ଗୋଟିଏ ଜିନିଷ ଇଏ କରେ ଯେ ରାଜନୀତି ତ ଆମେ ସବୁ ଜିନିଷ କରିବା, କିନ୍ତୁ ଉନ୍ନତିମୂଳକ କାର୍ଯ୍ୟରେ ରାଜନୀତିକି ଆମେ ପଦକ୍ଷେପ ଦେବା କଥା ନୁହଁ। ଯେହେତୁ ଲୋକ ସମସ୍ତଙ୍କର ଆଜି ଏଠି କୌଣସି ଦଳୀୟ କାର୍ଯ୍ୟକ୍ରମ ହେବନି, ଯଦି ହେବ ସମସ୍ତଙ୍କର କାର୍ଯ୍ୟକ୍ରମ। କାମ ସରିଲା ହେଲେ ବିଲ୍ ଦେବାକୁ କୁନ୍ଥୁ କୁନ୍ଥୁ ବିଲ୍ ମାଗି ମାଗି ନିରାଶ ହେବା ପରେ ଶେଷରେ କାନ୍ଥରେ ଲେଖି ଲୋକଙ୍କୁ ଅବଗତ କଲେ ଠିକାଦାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ସୁନାରୀଝୋଳା ପଞ୍ଚାୟତରେ। ଯାହା ସୂଚନା ମିଳିଛି ଗତ 2023-24ରେ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ଅନୁଦାନରେ ଗାଁ ଗାଁରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆସିଥିବା 10 ଲକ୍ଷ ଟଙ୍କା ଅନୁଦାନରେ ସୁନାରୀଝୋଳା ପଞ୍ଚାୟତରେ ଆରମ୍ଭ ହେଲା କଲ୍ୟାଣ ମଣ୍ଡପ। କିନ୍ତୁ କାର୍ଯ୍ୟଦେଶ ଥିଲା ଯନ୍ତ୍ରୀଙ୍କ ନାଁରେ। ହେଲେ କାମ ସରିଥିଲେ ମଧ୍ୟ ଯନ୍ତ୍ରୀଙ୍କ ରାଜନୀତିର ପାଶାପାଲିରେ ଫସିଗଲେ ଠିକାଦାର। ବିଲ୍ ଦେବାରେ ବିଳମ୍ବ ଯୋଗୁଁ କାମ ସରିଥିଲେ ମଧ୍ୟ କାମରେ ଲାଗୁନି। ଏଣୁ କାମ କରି ଖର୍ଚ୍ଚାନ୍ତ ହୋଇଥିବା ଠିକାଦାର ନିଜ ପ୍ରାପ୍ୟ ଦାବି କରି ଆଜି କଲ୍ୟାଣ ମଣ୍ଡପ କାନ୍ଥରେ ଲେଖିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଛି। ହେଲେ ଏଭଳି ଅଭିଯୋଗକୁ ନେଇ ବିଡ଼ିଓ କହିଲେ ଏଭଳି ଲେଖା ଅଭିଯୋଗ ଆସିନି, ଯଦି ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ। ବ୍ୟୁରୋ ରିପୋର୍ଟ, ଭାଇରାଲ ନ୍ୟୁଜ୍। ଦେଖିଦେବା ଯାହାର ପେମେଣ୍ଟ ଅଛି ପେମେଣ୍ଟ କରିଦେବା, କିଛି ଅସୁବିଧା ନାହିଁ। ଆମେ କାହାକୁ ହଇରାଣ କରୁନି, ଜାଣିଶୁଣି ଆମେ କାହାର ବିଲ୍ ଅଟକେଇନୁ। ଯାହା ବି ଅଛି ତାର ଆମର ପେମେଣ୍ଟ ଆମେ କ୍ଲିୟର କରିଦେବୁ। ନା ଆମ ପାଖକୁ ଆସିନି କିଛି, ଟୋଟାଲ୍ ସେମାନେ ଜଣାଇନାହାନ୍ତି ଗାଁ ଲୋକ। ଆପରେ କ'ଣ ପଦକ୍ଷେପ ନେବେ? ତାଲା ପଡ଼ିଛି ଏମିତି ଲେଖାଯାଇଛି। ନାଇଁ, ଯଦି ଆମକୁ ଜଣାଯାଏ ତାପରେ ଯାହା ପେମେଣ୍ଟ ଅଛି ତାର ଆମେ ପେମେଣ୍ଟ କ୍ଲିୟର କରିଦେବୁ। ଆମେ ସେଇଟା ଗଭର୍ଣ୍ଣମେଣ୍ଟର ବିଲ୍ଡିଂ, ଗଭର୍ଣ୍ଣମେଣ୍ଟର ପେମେଣ୍ଟ ଦେଇକି ଆମେ କ୍ଲିୟର କରିଦେବୁ, କିଛି ଅସୁବିଧା ନାହିଁ। ସୂର୍ଯ୍ୟଚନ୍ଦ୍ର ଭୂୟାଁ କଲ୍ୟାଣ ମଣ୍ଡପ କରିଥିଲେ, ଅନୁଷ୍ଠାନ କରିଥିଲେ, ଗାଁରେ ଯେକୌଣସି ପରିଶ୍ରମ କରି ସେ କରିଛନ୍ତି, କିନ୍ତୁ ତାଙ୍କର ବିଲ୍ଟା ଅଟକେଇକି ରଖିଛନ୍ତି। ହେଲେ ମଧ୍ୟ 10-8ଟା ଭୋଜି ଖାଇଲେ ଲୋକ ସୁବିଧାରେ। କିନ୍ତୁ ଏବେ ଲାଷ୍ଟକୁ ଏ ଯେଉଁ ଏମ୍ଏଲ୍ଏ ପାର୍ଟି ଆଉ ଇଏ ସରପଞ୍ଚ ପାର୍ଟି ହେଇକିରି ତାର ବିଲ୍ଟା ବନ୍ଦ କରିଦେଲେ। ବନ୍ଦ କରିଦେବା ଯୋଗୁଁ ଏ ଲୋକ ଗୁଗା ହେଇକି ଚାବି ମାରିଛନ୍ତି। ଆଉ କ'ଣ କରିବା? ସମସ୍ୟା ଆମର ଅସୁବିଧା ଏକା। ଏମାନେ ଯଦି 30-40 ଯାଆନ୍ତି ବିଡ଼ିଓ ପାଖକୁ ବ୍ଲକକୁ କ'ଣ ଦେବେ ହୁଅନ୍ତା, କିଏ ତ ଯିବାକୁ ନାହିଁ, କାହିଁକି କହିବା କ'ଣ କହୁନ? ବହୁତ ଅସୁବିଧା ହେଉଛି। ଭୋଜି ଭାତ ଭଲ ମନ୍ଦ, ଏବେ ଲୋକ ଗୋଟେ ଭୋଜି କରିବା ପାଇଁ ତାଲା ମାଗିଲା, ସେ ଲୋକ ତ ବାହାରି ଗଲା। ବର୍ଷା ଯଦି ହେଇଥାନ୍ତା ସେ କେତେ ଅସୁବିଧା ହେଇଥାନ୍ତା, ସେ ଲୋକ ଯେ ହେତେ କି ନହନ୍ତା, କିନ୍ତୁ ଏତିକ ଲୋକ ବୁଝୁନାହାନ୍ତି।